ପୋଷଣ ବ୍ରତ ବା ପୁଂସବନ ବ୍ରତର ବିଧି ନିଷେଧ ଦିତିଙ୍କୁ କହିଛନ୍ତି। ଗର୍ଭବତୀ ଦିତି ବିଧିପୂର୍ବକ ବ୍ରତ ପାଳନ କରିଛନ୍ତି। ବ୍ରତରେ ବିଘ୍ନ ଘଟିଲେ ପୁତ୍ରଟି କଶ୍ୟପଙ୍କ ସର୍ତ୍ତାନୁସାରେ ଇନ୍ଦ୍ରଙ୍କର ସଖା ହୋଇ ଭୂମିଷ୍ଠ ହେବ। ଇନ୍ଦ୍ର ବ୍ରତର ଛିଦ୍ର ଖୋଜିଛନ୍ତି। ଦିନେ ଦିତି ପାଦ ନ ଧୋଇ ଶୋଇପଡ଼ିବାରୁ ସେବାକାରୀ ଇନ୍ଦ୍ର ତାଙ୍କ ଗର୍ଭରେ ପଶି ସନ୍ତାନଟିକୁ 49 ଖଣ୍ଡ କରି କାଟିଛନ୍ତି। ଫଳରେ 49 ମରୁତ୍ଗଣ ଭୂମିଷ୍ଠ ହୋଇଛନ୍ତି ଏବଂ ଇନ୍ଦ୍ର ସଖା ଭାବରେ ଦେବତ୍ୱ ଲାଭ କରିଛନ୍ତି। ଏବେ ଦିତି ପଚାରିଛନ୍ତି ଇନ୍ଦ୍ରଙ୍କୁ। ସେ ଚାହିଁଥିଲେ ମାତ୍ର ଗୋଟିଏ ପୁତ୍ର, ହେଲେ 49 ଜାତ ହେଲେ କିପରି? ଇନ୍ଦ୍ର ଉବାଚ ଭୂମାତ ଶୁଣ ସାବଧାନ କହଇ ଏଥିର ବିଧାନ। ଭୂମିରେ କଲ ଯେ ଶୟନ ନିଦ୍ରା ମୋହିତ ତବ ମନ। ଗର୍ଭକୁ 7 ଖଣ୍ଡ କରି ଛେଦିଲି ଧର୍ମ ନ ବିଚାରି। 7 କୁମରେ ହେଲେ ଜାତ ଏକକୁ କଲି 7। ତେବେ ହେ ନମଲେ କେହି ଏତ ସଂଶୟ ବଡ଼ ହୋଇ। ସେବାରୁ ମହାପୁରୁଷର ସିଦ୍ଧି ଯେ ହୋଇଛି ତୁମ୍ଭର। ପରମେଶ୍ୱର ଆରାଧନ ସକଳ ମଙ୍ଗଳ କାରଣ। ଦୁର୍ଜନ ଭାବ ଏ ମୋହର ଭୂମାତ ଦୋଷ କ୍ଷମା କର। ମୃତ୍ୟୁରୁ ଏ ଯେ ତୋ କୁମରେ ରହିଲେ ତୁମ୍ଭର ଭାଗ୍ୟରେ। ତୋହର ମୁହିଁ ଯେ କୁମର ରହିବି ତୋର ବଚନର। ଶୁକ ଉବାଚ ଆଜ୍ଞା ମାଗିଣ ସୁନାସିର ଶୁଦ୍ଧ ଭାବ ଘେନି ମନର। ମରୁତ ଗଣଙ୍କୁ ଘେନିଲେ ଆନନ୍ଦେ ଦିତିଙ୍କି ନମିଲେ। ଶୁଣ ରାଜନ ଚୂଡ଼ାମଣି ସ୍ୱର୍ଗକୁ ଗଲେ ବଜ୍ରପାଣି। ବୋଲଇ ଦାସ ଜଗନ୍ନାଥ ଦେବ ଅସୁରଙ୍କ ଚରିତ। ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟଂ ସଂହିତାୟଂ ଷଷ୍ଠ ସ୍କନ୍ଧେ ମରୁତ୍ ଉତ୍ପତ୍ତି କଥନେ ନାମ 18 ଅଧ୍ୟାୟ। ପରୀକ୍ଷିତ ଉବାଚ ଭୂମୁନି ଶୁଣ ସାବଧାନ। ଯେ ବ୍ରତ ନାମ ପୁଂସବନ। ତୁମ୍ଭେ ଯେ କହିଲ ବିଧାନ। ପୁଣି ଶ୍ରବଣେ ମୋର ମନ। ଯେ ବ୍ରତ ପ୍ରସାଦରୁ କରି ପ୍ରସନ୍ନ ହୁଅ